ଜୟ ଜଗନ୍ନାଥ। ସମସ୍ତ ଗୁରୁଜନ ମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ଛୋଟ ଛୋଟ ପିଲାମାନେ ଯେଉଁମାନେ ମୋ ଫ୍ରେଣ୍ଡସିପ୍ରେ ଅଛନ୍ତି ସେମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ତଥା ଆଶୀର୍ବାଦ। ମୋ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୋର କହିବା କଥା ଆଜି ନୁହେଁ, ମୁଁ ଯେତେବେଳେ ସୋସିଆଲ ମିଡ଼ିଆରେ ପ୍ରଥମ ଭିଡ଼ିଓ ମୁଁ ଧରିକି ଆସିଲି ସେଦିନ ବି କହିଛି, ଆଉ ଥରେ ବି ଆଜି କହୁଛି, ମୁଁ କେଉଁ ନାଚ ଗୀତ କି ହାସ୍ୟ ଅଭିନେତା ଭାବରେ ଆପଣମାନଙ୍କୁ ଭିଡ଼ିଓ ମୁଁ କେବେ ଦେଖାଉ ନାହିଁ। ମୋ ଯେଉଁ ଲକ୍ଷ୍ୟ ନେଇ ଆସିଛି ଯେ ମୋତେ ଗୁଡ଼ାଏ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ଫଲୋ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ମୁଁ ଏଠି କୋଟିପତି ବନିବି, ଫେସବୁକ୍ରେ ହଉ, ଇନଷ୍ଟାଗ୍ରାମରେ ହଉ କି ୟୁଟ୍ୟୁବରେ ହଉ। ଏଠି ପଇସା ଇନକମ୍ କରିବା ପାଇଁ ଆଜ୍ଞା ମୁଁ ଆସିନି। ମୁଁ ଆସିଛି ସୋସିଆଲ ମିଡ଼ିଆକୁ ଆସିବାର ମୋର ଲକ୍ଷ୍ୟ ହେଉଛି ଓଡ଼ିଶାର 90% ଛାତ୍ରଛାତ୍ରୀମାନେ ଆଜି ଯେଉଁ ବିଷୟରେ ଦୁର୍ବଳ, ସେଇ ବିଷୟ ହେଉଛି ଇଂରାଜୀ। ଇଂରାଜୀରେ ଛାତ୍ରଛାତ୍ରୀମାନେ ସଫଳ ହାସଲ କରିପାରୁନାହାନ୍ତି, ଭଲ ମାର୍କ ରଖିପାରୁନାହାନ୍ତି। କାହିଁକି? କାରଣ ସେମାନେ ଇଂରାଜୀ ଶିକ୍ଷାର ଦୁର୍ବଳ ଅଛନ୍ତି। ସେମାନଙ୍କୁ ଇଂରାଜୀ ଠିକ୍ ଭାବରେ ଶିକ୍ଷା ପ୍ରଦାନ କରାଯାଇପାରି ନାହିଁ, ଯାହାଫଳରେ ସେ ଆଜି ଇଂରାଜୀ ଦୁର୍ବଳ ହୋଇ ପଡ଼ିଛନ୍ତି। ଇଂରାଜୀ ଗୋଟିଏ ହେଉଛି ଇଣ୍ଟରନ୍ୟାସନାଲ୍ ଲାଙ୍ଗୁଏଜ୍, ଆନ୍ତର୍ଜାତିକ ଭାଷା। ଏ ଭାଷା ପ୍ରତ୍ୟେକ ଲୋକଙ୍କୁ ଶିଖିବା ଜରୁରୀ। କାରଣ ଆଜିକା ଡେଟ୍ରେ ଆପଣମାନେ ଯେଉଁ ଜାଗାକୁ ଯାଆନ୍ତୁ, ଆପଣଙ୍କର ଇଂରାଜୀ ସବୁଠି ପ୍ରଚଳିତ ଚାଲିଛି, ଚାଲିବ ମଧ୍ୟ ଆଗକୁ। ତେଣୁ ଆମେ ସମସ୍ତେ ଇଂରାଜୀ ଶିକ୍ଷା ଗ୍ରହଣ କରିବା ଜରୁରୀ। ତେଣୁ ସେଥିପାଇଁ ମୁଁ ଏଇ ପିଲାମାନଙ୍କୁ କିଛି ଇଂରାଜୀ ଶିକ୍ଷା ଦେବା ପାଇଁ ସୋସିଆଲ ମିଡ଼ିଆରେ ମୋ ଭିଡ଼ିଓ ଧରିକି ଆସିଛି। ମୁଁ ଦେଖିଲି ଅନେକ ସ୍କୁଲରେ, ଆପଣ ଯାଆନ୍ତୁ, ଅନେକ ସ୍କୁଲରେ ଯାଆନ୍ତୁ, ପିଲାମାନେ ଇଂରାଜୀ ପଢ଼ିପାରିବେନି, ଇଂରାଜୀ କ'ଣ ଜାଣିନାହାନ୍ତି। କାହିଁକି? କେଉଁଥିପାଇଁ ଏହାର କେଉଁଠି ତ୍ରୁଟି ରହୁଛି ନା ବର୍ତ୍ତମାନ ଯୁଗର ଅନେକ ସ୍କୁଲ ଆପଣ ଦେଖନ୍ତୁ, ଯେଉଁଠିକି ଇଂରାଜୀ ଡିଗ୍ରୀ ହାସଲ କରିନଥିବା ଶିକ୍ଷକମାନେ ଇଂରାଜୀ ପଢ଼ାଉଛନ୍ତି। ସେମାନଙ୍କର ଲକ୍ଷ୍ୟ ସେଇ ଶ୍ରେଣୀର, ସେଇ ବିଷୟର, ଇଂରାଜୀ ବିଷୟର କେବଳ ବିଷୟବସ୍ତୁ ସେ ପିଲାମାନଙ୍କୁ ବୁଝାଉଛନ୍ତି, ପ୍ରଶ୍ନ ଉତ୍ତର କରିଦେଉଛନ୍ତି, ତାଙ୍କ କୋର୍ସ ସରିଯାଉଛି। କେମିତି ନା ବଜାରରେ ନିମ୍ନମାନର ଗାଇଡ଼, ଯେଉଁଠିକି ସାଥୀ ଏକୁ ଫଲୋ କରୁଛନ୍ତି, ବିଷୟ ନିଜେ ବୁଝୁଛନ୍ତି, ପିଲାମାନଙ୍କୁ ବୁଝାଉଛନ୍ତି, ଆଉ କ୍ୱେଶ୍ଚିନ୍ ଆନ୍ସର୍ ମଧ୍ୟ ଡାକି ଦେଉଛନ୍ତି। ତେଣୁ ପିଲାମାନେ କିଛି ଜାଣିପାରୁନାହାନ୍ତି। ଏହାର କାରଣ ହେଉଛି ନା ଏହାର ଗୋଟିଏ ପାଠ ରହିଛି, ଯେ କି ସେ ପାଠ ହେଉଛି ପ୍ରତ୍ୟେକ ମଣିଷ ଯେ ଶିକ୍ଷା ଅର୍ଜନ କରିଥାଉ କି ଶିକ୍ଷା ଅର୍ଜନ କରିନଥାଉ, ବିଛଣାରୁ ସକାଳରୁ ବିଛଣା ଛାଡ଼ିବାରୁ
ପୁଣି ରାତି ବିଛଣା ଧରିବା ପର୍ଯ୍ୟନ୍ତ ଆପଣ ପ୍ରତ୍ୟେକ ଲୋକଙ୍କ ସହିତ ନିଜ ଫ୍ୟାମିଲି ସହିତ ହଉ, ନିଜ ପଡ଼ୋଶୀ ସହିତ ହଉ, ବାହାରେ କୌଣସି ଅନ୍ୟ ଲୋକଙ୍କ ସହିତ ହଉ, ନିଜେ କିଛି କାମ କରୁଛନ୍ତି, ଯାହା କିଛି କରୁଛନ୍ତି ବା ଯାହା କିଛି କଥା ହେଉଛନ୍ତି ସବୁ ସେଇ ବିଷୟରେ ଜଡ଼ିତ, ଯାହାକି ସେ ବିଷୟଟି ହେଉଛି ବ୍ୟାକରଣ ବା ଯେଉଁଟାକି ଇଂରାଜୀରେ ଗ୍ରାମାର। ଗ୍ରାମାର ଯିଏ ଭଲ ଭାବରେ ବୁଝି ନାହିଁ ସେ କେବେ ବିଷୟବସ୍ତୁ ବୁଝିପାରିବ ନାହିଁ। ପ୍ରଥମେ ଗ୍ରାମାର ବୁଝିବା ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଜରୁରୀ। ଆପଣ ଦେଖନ୍ତୁ, ବ୍ୟାକରଣ ରହୁଛି ଇଂଲିଶରେ ଗୋଟେ ବ୍ୟାକରଣ ରହୁଛି, ସାହିତ୍ୟ ଯେଉଁଟାକି ଆମର ଓଡ଼ିଆ ଭାଷା ସେଠି ଗୋଟେ ବ୍ୟାକରଣ ରହୁଛି, ସାଂସ୍କ୍ରିଟ ତାର ମଧ୍ୟ ଗୋଟେ ବ୍ୟାକରଣ ରହୁଛି। ତେଣୁ ଏଇ ତିନିଟା ସବଜେକ୍ଟକୁ ଛାଡ଼ିଦେଲେ ଆପଣ ଯେତେ ସବଜେକ୍ଟ ଅଛନ୍ତି କୌଣସି ସବଜେକ୍ଟରେ ବ୍ୟାକରଣ ନାହିଁ। କାହିଁକି ଆଜ୍ଞା ତିନିଟା ବିଷୟର ବ୍ୟାକରଣ ରଖିଛି ନା, ପ୍ରଥମେ ବ୍ୟାକରଣ ଗ୍ରହଣ କଲେ ପିଲା ବିଷୟବସ୍ତୁ ଆପେ ବୁଝିପାରିବ। ଯେଉଁ ପିଲା ତାର ବ୍ୟାକରଣ ବା ଗ୍ରାମାର ଯଦି ଫଣ୍ଡାମେଣ୍ଟାଲି ବୁଝିପାରିଲା ତାହେଲେ ବିଷୟବସ୍ତୁ ତାକୁ ଏତେ କଷ୍ଟ ହେବ ନାହିଁ। ତେଣୁ ବିଷୟବସ୍ତୁ ବୁଝିବାକୁ ହେଲେ ଗ୍ରାମାର ଥିଓରି ହେବା ଦରକାର। ଏହା ଫଳରେ କ'ଣ ହେଉଛି ନା, ଶିକ୍ଷକମାନେ ଯେଉଁମାନେ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି, ଅନେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ହେତୁ ହଉ କି କୌଣସି କାରଣ ହେତୁ ହଉ ଇଂରାଜୀ ଡିଗ୍ରୀ କରିନଥିବା ଶିକ୍ଷକମାନେ ଇଂରାଜୀ ପଢ଼ାଉଛନ୍ତି। ସେମାନେ ଆସିଲେ ବିଷୟବସ୍ତୁ ଉପରେ ଧ୍ୟାନ ଦେଲେ, କୌଣସି ମତେ ସେ ଗ୍ରାମାର ବା ବ୍ୟାକରଣ ଉପରେ ଧ୍ୟାନ ଦେଲେ ନାହିଁ। ତେଣୁ ପିଲା କୌଣସି ଇଂରାଜୀରେ କ'ଣ କି ଜାଣିପାରିଲେ ନାହିଁ, ଯାହା ବିଷୟବସ୍ତୁ ପଢ଼େଇ ଦେଲେ ସେଇ ବିଷୟବସ୍ତୁ ଉପରେ ଧ୍ୟାନ ଦେଲେ, ବିଷୟବସ୍ତୁ କନଫର୍ମ ସେ ଜାଣିପାରିଲେ ନାହିଁ। କାରଣ ଯେଉଁ ପିଲା ବ୍ୟାକରଣ ପୁରା ଭାବରେ ଭଲ ଭାବରେ ଯଦି ସେ ଗ୍ରହଣ କରିଛି ତାହେଲେ ବିଷୟବସ୍ତୁ ତାକୁ କେବେ କଷ୍ଟ ହେବ ନାହିଁ। ଆଜିକା ଡେଟ୍ରେ ଆପଣ ଗୋଟେ କାମ କରନ୍ତୁ, ଦେଖନ୍ତୁ ମୁଁ ଯେଉଁଟା କହୁଛି ପ୍ରଥମରେ କହିଛି, ଆଜି ମଧ୍ୟ କହୁଛି, କୌଣସି କାରଣବଶତୁ ଆପଣ ଗୋଟେ ବ୍ୟାଙ୍କକୁ ଯାଆନ୍ତୁ, ଗୋଟେ ପାସବୁକ୍ ଖୋଲିବା ପାଇଁ ଗୋଟେ ପିଲାକୁ କହିବେ ଆପଣ ଯେଉଁ ପାସବୁକ୍ ଖୋଲିବା ପାଇଁ ଯେଉଁ ଫର୍ମ ଦେବେ ସେ ଫର୍ମ ଆଣିବା ପାଇଁ ଗୋଟେ ଆପ୍ଲିକେସନ ବା ଗୋଟେ ଦରଖାସ୍ତ ଲେଖିବାକୁ ପଡ଼ିବ। ଆଉ ପାସବୁକ୍ ଖୋଲିଲା ପାଇଁ ହେଲେ ଦରଖାସ୍ତ ଗୋଟେ ଫର୍ମ ଦେବେ, ତାକୁ ପୂରଣ କରିବାକୁ ପଡ଼ିବ। ଗୋଟେ ପିଲାକୁ ଆଜିକା ଡେଟ୍ରେ ଡାକିକି ନିଅନ୍ତୁ ଯେ ଆପଣ କୁହନ୍ତୁ ଦରଖାସ୍ତ ଟିକେ ମୁଁ ଗୋଟେ ପାସବୁକ୍ ଖୋଲିବି, ମୋର ଗୋଟେ ଦରଖାସ୍ତ ଲେଖିଦିଅ, ଆଉ ଗୋଟେ ଫର୍ମ ସେ ଦେଲେ ସେ ଫର୍ମଟା ଟିକେ ପୂରଣ କରିଦିଅ। ଆଜିକା ଡେଟ୍ରେ ପିଲା ସେସବୁ କରିପାରିବେ ନାହିଁ। କାହିଁକି ନା ତାର ଶିକ୍ଷା ସେଠି ସେ ପାଇନାହିଁ। କରିବ କ'ଣ? ତେଣୁ ଏଠି ପିଲାର ତ୍ରୁଟି ଥାଉ କି ଶିକ୍ଷାଦାନ ଦେଉଥିବା ଶିକ୍ଷକମାନଙ୍କର ତ୍ରୁଟି ହଉ, ଯାହା ହଉ ଆଜିକା ଡେଟ୍ରେ ଚାଲିଛି ସେ ଜିନିଷ। ପିଲାମାନେ ବିଶୃଙ୍ଖଳିତ ହେଉଛନ୍ତି, ଶିକ୍ଷା ତ ଠିକ୍ ନାହିଁ। ତଥାପି ମୁଁ ସୋସିଆଲ ମିଡ଼ିଆକୁ ଆସିଛି, ମୁଁ ଯେତିକି ଜ୍ଞାନ ମୋ ପାଖରେ ଅଛି ବା ବ୍ୟାକରଣ ବାବଦରେ ଯେତିକି ଜାଣିଛି, ମୋ ଚ୍ୟାନେଲ ମୋ ଭିଡ଼ିଓ ଯେ ପ୍ରକୃତରେ ଫଲୋ କରିବ, ସବୁବେଳେ ଦେଖିବ, ଆଉ ମୁଁ ଯାହା କହୁଛି ତାକୁ ନୋଟ୍ କରିବ, ମନେ ରଖିବ, ପରୀକ୍ଷାରେ 100% ସଫଳ ହାସଲ କରିବ। ଏଠି କୌଣସି ଭୁଲ ନାହିଁ। ମୁଁ ଆପଣମାନଙ୍କୁ କହୁନାହିଁ, ମୋ ଚ୍ୟାନେଲ ଦେଖିକି ଆପଣ ଗୋଟେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, କି ଫଲୋ ହୁଅନ୍ତୁ, କି ସବସ୍କ୍ରାଇବ୍ କରନ୍ତୁ। ମୁଁ ଆପଣଙ୍କୁ ଏତିକି କହୁଛି, ମୋ ଚ୍ୟାନେଲ ଯେ ବି ଦେଖୁଛନ୍ତି ଆପଣଙ୍କର ଗୋଟେ ସେୟାର ମୋର ଜରୁରୀ। କାରଣ এই ସେୟାରଟା ସାରା ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଖରେ ମୋ ଭିଡ଼ିଓ ପହଞ୍ଚିବ। ଆଉ ପହଞ୍ଚିବା ପାଇଁ ମୋର ଇଚ୍ଛା।
ଆଉ ସୋସିଆଲ ମିଡ଼ିଆର ଯେଉଁ ପିଲାମାନଙ୍କୁ ମୁଁ ଶିକ୍ଷାଦାନ ଦେବା ପାଇଁ ଆଜି ଆଗଭରେଇକି ଆସିଛି, ମୋର ଚ୍ୟାନେଲରେ ଜଡ଼ିତ ବନ୍ଧୁମାନେ ତଥା ମୋ ଭିଡ଼ିଓ ଯେଉଁମାନେ ଦେଖୁଛନ୍ତି ତାଙ୍କୁ ଏତିକି ମୋର ଅନୁରୋଧ, ଆପଣ ଇଚ୍ଛା ହେଲେ ଲାଇକ୍ କରନ୍ତୁ। ଯଦି ଆପଣଙ୍କୁ ମୋ ବୁଝିବା, ଆପଣ ପ୍ରଥମେ ଦେଖନ୍ତୁ ମୋ ଭିଡ଼ିଓ, ମୁଁ କ'ଣ ବୁଝଉଛି କ'ଣ କହୁଛି ଆପଣ ଭଲ ଭାବରେ ଦେଖନ୍ତୁ, ନିଜେ ବୁଝନ୍ତୁ। ଆପଣଙ୍କ ଯଦି ପିଲାକୁ ପିଲା ଥାଏ, ଛାତ୍ରଛାତ୍ରୀ ଆପଣଙ୍କ ଘରେ କେହି ଥାଆନ୍ତି, ତାକୁ ଦେଖାନ୍ତୁ, ସେ ନୋଟ୍ କରିକି ଲେଖନ୍ତୁ, ମନେ ରଖନ୍ତୁ, ଆବଶ୍ୟକତା ତାକୁ ବ୍ୟବହାର କରନ୍ତୁ। ଯଦି ସଫଳ ହାସଲ କରିବେ କେମିତି, ଆପଣ ନିଶ୍ଚୟ ଯଦି କୌଣସି ତ୍ରୁଟି ରହୁଛି ବୁଝିବା ପାଇଁ, ଆପଣଙ୍କର ମୋ କହିବା ତ୍ରୁଟି ଯଦି କିଛି ରହୁଛି ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ପ୍ରତ୍ୟେକ ପିଲା ମୋ ଭିଡ଼ିଓ ଦେଖିବି କିଛି ଶିକ୍ଷା ଅର୍ଜନ କରିବା ପାଇଁ ମୋର ସ୍ୱପ୍ନ। ତେଣୁ ଆପଣମାନଙ୍କୁ ମୁଁ ଏତିକି ଅନୁରୋଧ କରୁଛି, ଯିଏ ମୋ ଭିଡ଼ିଓ ଦେଖୁଛନ୍ତି ଆପଣ ଲାଇକ୍, କମେଣ୍ଟ, ଫଲୋ ମୋର ଆବଶ୍ୟକ କିଛି ନାହିଁ, ଆପଣ ଖାଲି ଗୋଟେ ସେୟାର କରନ୍ତୁ। କାରଣ ଆପଣ ନିଜେ ଯଦି ପୁରାପୁରି ବୁଝିବେ, ଆପଣ ପିଲାଙ୍କୁ ବୁଝାନ୍ତୁ, ପ୍ଲସ୍ ଅନ୍ୟ ପିଲାମାନେ ବୁଝିବା ଶିଖିବା ପାଇଁ ସୁଯୋଗ ଦିଅନ୍ତୁ। କାରଣ ମୋର ପ୍ରତ୍ୟେକ ଭିଡ଼ିଓ ଶିକ୍ଷାର ଭିଡ଼ିଓ, ଆଉ ପ୍ରତ୍ୟେକ ଭିଡ଼ିଓର ପ୍ରତ୍ୟେକ ପିଲା ଶିଖିବେ। ପ୍ରତ୍ୟେକ ପିଲା ମୋ ଭିଡ଼ିଓ ଯେଉଁ ପିଲା ଦେଖିବ, ପ୍ରତ୍ୟେକ ପିଲା ହିଁ ଦେଖିବେ ଆଉ ଶିଖିବେ ମଧ୍ୟ। ଆଉ ମୁଁ ଯାହା କହୁଛି ତାକୁ ନୋଟ୍ କରିକି ରଖିବେ ଆଉ ମନେ ରଖିବେ ତାକୁ। କାହିଁକି ନା ମୁଁ ଇଂରାଜୀ ଗ୍ରାମାରକୁ ପୁଙ୍ଖାନୁପୁଙ୍ଖ ଭାବରେ ଆପଣମାନଙ୍କୁ ମୁଁ ମୋ ଭିଡ଼ିଓ ମାଧ୍ୟମରେ ଶିକ୍ଷା ଦେଉଛି। ମୋ ଭିଡ଼ିଓ ଦେଖିଲା ପରେ ଆପଣଙ୍କୁ ଭଲ ଲାଗୁଛି, ଆପଣ ଲାଇକ୍ କରନ୍ତୁ। ଯଦି ମୋ ସହିତ ଜଡ଼ିତ ହେବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି, ମୋ ଭିଡ଼ିଓ ଦେଖିଲା ପରେ ଆପଣ ଯଦି ବୁଝିପାରୁଛନ୍ତି, ଜାଣିପାରୁଛନ୍ତି, ଆଗକୁ କିଛି ଭଲ ଜିନିଷ ଜାଣିବା ପାଇଁ, ଶିଖିବା ପାଇଁ ଯଦି ଚେଷ୍ଟା କରୁଛନ୍ତି, ମୋର ଚ୍ୟାନେଲକୁ ଫଲୋ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଆଉ ଯଦି କିଏ ବୁଝିବା ପାଇଁ ଚାହିଁଲେ କମେଣ୍ଟ କରନ୍ତୁ। ଆଉ ଯଦି ଆପଣଙ୍କୁ ଭଲ ନ ଲାଗୁଛି, ଆପଣ ଖାଲି ଦେଖୁଛନ୍ତି, ମୋର ଶେଷ ପର୍ଯ୍ୟନ୍ତ ମୋ ଭିଡ଼ିଓର ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣଙ୍କର ଭଲ ଲାଗିଲା ଲାଇକ୍ କରିବେ, ବୁଝିବା ପାଇଁ ଥିଲେ କମେଣ୍ଟ କରିବେ। ଯଦି ମୋ ସହିତ ଜଡ଼ିତ ହେବା ପାଇଁ ଇଚ୍ଛା ପ୍ରକାଶ ହେଉଥିବ, ଜଡ଼ିତ ଫଲୋ କରିବେ। ନଚେତ୍ ଆପଣଙ୍କୁ ଏତିକି ମୋର ବିନୀତ ଅନୁରୋଧ, ଆପଣ ଯଦି କିଛି ଶିକ୍ଷା ଅର୍ଜନ କରିପାରିଲେନି ମୋ ଭିଡ଼ିଓର, ଅନ୍ୟ ଜଣଙ୍କୁ ଶିଖିବା ପାଇଁ ଚେଷ୍ଟା କରନ୍ତୁ, ଗୋଟେ ସେୟାର କରନ୍ତୁ। କାରଣ ମୋ ଭିଡ଼ିଓ ନାଚର ଭିଡ଼ିଓ ନୁହେଁ, କେଉଁ ଗୀତର ଭିଡ଼ିଓ ନୁହେଁ, କି କେଉଁ ହାସ୍ୟରସ୍ୟ ଅଭିନେତାର ଭିଡ଼ିଓ ଇଏ ନୁହେଁ, କି ରଙ୍ଗ ବେରଙ୍ଗର ଭିଡ଼ିଓ ଆଜ୍ଞା ମୋର ନୁହେଁ। ମୁଁ ସିମ୍ପୁଲ ଆସି ସୋସାଇଟି ମିଡ଼ିଆକୁ ଆସିଛି। ମୋ ଭିଡ଼ିଓ ମୁଁ ଯାହା କହୁଛି ପିଲାମାନେ, ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ନୋଟ୍ କରନ୍ତୁ, ମନେ ରଖନ୍ତୁ, ଇଂରାଜୀରେ ସଫଳ ହାସଲ କରିବେ। ମୋ ଭିଡ଼ିଓ ଯିଏ ଦେଖୁଛନ୍ତି, ମୁଁ ବାରମ୍ବାର ଆପଣଙ୍କୁ ଅନୁରୋଧ କରୁଛି, ଖାଲି ଗୋଟେ ସେୟାର କରନ୍ତୁ। କାରଣ ଓଡ଼ିଶାର ଘରେ ଘରେ ମୋ ଭିଡ଼ିଓ ପହଞ୍ଚିବା ମୋ ପାଇଁ ବହୁତ ହେଇଯିବ ଆଜ୍ଞା। ଘର ଘରକା ମୋ ଭିଡ଼ିଓ ପହଞ୍ଚିଲେ ମୋ ପାଇଁ ବହୁତ ଖୁସି, ମୁଁ ବହୁତ ଖୁସି ହେବି ଆଜ୍ଞା। କାରଣ ମୁଁ ଯେଉଁ ସ୍ୱପ୍ନ, ଯେଉଁ ଆଶା ନେଇକି ଆସିଛି ଯେ ସାରା ଓଡ଼ିଶାର ଯେଉଁ 90% ଛାତ୍ରଛାତ୍ରୀମାନେ ଆଜି ଇଂରାଜୀରେ ଦୁର୍ବଳ ହୋଇପଡ଼ିଛନ୍ତି, ସେଇମାନଙ୍କୁ ମୁଁ ସୋସିଆଲ ମିଡ଼ିଆ ମାନଙ୍କରେ ଶିକ୍ଷାଦାନ କରିବି। ସେମାନଙ୍କୁ ଉଜ୍ଜଳ ଭବିଷ୍ୟତ ପାଇଁ ମୁଁ ସୋସିଆଲ ମିଡ଼ିଆକୁ ଆସିଛି। ମୋର ବିଶ୍ୱାସ, ଯଦି ମୋ ଚ୍ୟାନେଲ ସେ ଦେଖିବେ କି ମୋ ଭିଡ଼ିଓ ସେମାନେ ଦେଖନ୍ତି, ତାହେଲେ ନିଶ୍ଚୟ କିଛି ଶିକ୍ଷା ଅର୍ଜନ କରିବେ। ଯେଉଁ ଗାର୍ଡ଼ିଆନ ମାନେ ମୋ ଭିଡ଼ିଓ ଦେଖୁଛନ୍ତି, ମୁଁ ଆପଣଙ୍କୁ ଅନୁରୋଧ କରୁଛି,
ଆପଣ ଯଦି କିଛି ଇଂରାଜୀ ବୁଝିପାରୁନାହାନ୍ତି ଜାଣିପାରୁନାହାନ୍ତି ଆପଣଙ୍କ ପିଲାଙ୍କୁ ଦେଖାନ୍ତୁ, ଶୁଣୁ ଆପଣଙ୍କ ପିଲା। ମୋ ଶେଷ ପର୍ଯ୍ୟନ୍ତ ମୁଁ କ'ଣ କହୁଛି, ଯେଉଁଟା ଲେଖିବା ପାଇଁ କହୁଛି ତାକୁ ଲେଖନ୍ତୁ, ମନେ ରଖିବା ପାଇଁ କହୁଛି ତାକୁ ମନେ ରଖନ୍ତୁ। ଆଉ ପରୀକ୍ଷାରେ ଆପଣଙ୍କ ପିଲା ସଫଳ ହେବ ହିଁ ହେବ। ଆମର କିଛି କହିବାର ନାହିଁ। ମୋ ଚ୍ୟାନେଲରେ ଜଡ଼ିତ ବନ୍ଧୁମାନଙ୍କୁ ମୁଁ ଏତିକି ବିନୀତ ଅନୁରୋଧ କରୁଛି, ଇଚ୍ଛା ହେଲେ ଆପଣ ଲାଇକ୍ କରିପାରନ୍ତି, ଇଚ୍ଛା ହେଲେ ଆପଣ କମେଣ୍ଟ କରିପାରନ୍ତି, ଇଚ୍ଛା ହେଲେ ଫଲୋ ମଧ୍ୟ କରିପାରନ୍ତି। କିନ୍ତୁ ମୋ ଦ୍ୱାରା ଆପଣଙ୍କୁ ଏତିକି ଅନୁରୋଧ, ମୋ ଭିଡ଼ିଓଟି ଦେଖୁଛନ୍ତି ଆପଣ ଟିକେ ସେୟାର କରିଦିଅନ୍ତୁ। ରହୁଛି। ଜଗନ୍ନାଥ, ଜୟ ଜଗନ୍ନାଥ।